ଆମର ଏକ୍ସାଇଜ କମିଶନର ଶ୍ରୀଯୁକ୍ତ ନରସିଂହ ଭୋଳ ସାର୍ ଆମର ଏକ୍ସାଇଜ ସୁପରିଟେଣ୍ଡେଣ୍ଟ କଟକ ଶ୍ରୀଯୁକ୍ତ ଦେବାଶିଷ ପଟେଲ ସାର୍ଙ୍କର ଡାଇରେକ୍ସନରେ ଆମର କଟକ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ରେଡ୍ ହେଉଛି ଏବଂ ଆମେ ଏଇଭଳି ଗାଡ଼ି ସବୁ ଧରୁଛୁ। ଆମର ଆଜି ଗୋଟେ ଖବର ଥିଲା ଯେ ଆଠଗଡ଼ ଅଞ୍ଚଳରୁ ରେଗୁଲାର ଇଣ୍ଟରଭାଲରେ ଗାଡ଼ି ଆମର କଟକ ଜିଲ୍ଲା ଦେଇ ବିଭିନ୍ନ ଜାଗାକୁ ଯାଉଛୁ ତେଣୁ ତାକୁ ସେଇ ଖବରକୁ ଭିତ୍ତି କରି ଆମେ ଗୋଟେ ଟିମ୍ କରିଥିଲୁ। ସେଇ ଟିମ୍ରେ ଆମେ 6 ଜଣ ଥିଲୁ, ମୁଁ ବି ଥିଲି। ଆମେ ସେଟା ସକାଳୁ ସକାଳୁ ପ୍ରାୟ 8ଟା ସମୟରେ ଆମେ ଗୋଟେ ଗାଡ଼ିକୁ ଚେଜ୍ କରିଥିଲୁ ହନୁମାନ ମନ୍ଦିର ଡଗରପଡ଼ା ପାଖରେ, ଆଉ ଯୋଉଥିରେ ପାଖାପାଖି 1225 ଲିଟର ମଦ ଥିଲା ଏବଂ 2 ଜଣ ଆସାମୀକୁ ଆମେ ଗିରଫ କରୁଛୁ। ଆଉ 2 ଜଣଙ୍କର ପରିଚୟ ପର୍ଯ୍ୟନ୍ତ ମିଳିଲାନି? ହଁ, 2 ଜଣ ଯୋଉ ପରିଚୟ ମିଳିଛି ସେମାନେ ହେଲେ ଜଣେ ହେଲା ତପନ ନାୟକ, ତାଙ୍କ ଘର ହଉଛି ଆଙ୍କୁଲା ଆମର ଆଠଗଡ଼ ପିଏସ୍, ଆଉ ଜଣେ ସୁଜିତ ସାମଲ ଯାହା ଘର ହଉଛି ସୌରିଆ ଗୁରୁଝାରିଆ ପିଏସ୍। ଆଠଗଡ଼ରୁ କୋଉଠିକି ଚାଲାଣ କରିବାକୁ ବୋଲି ମଦ? ହଁ, ଆମେ ପ୍ରାଥମିକ ତଦନ୍ତରୁ ଯାହା ଆମେ ସୂଚନା ପାଇଛୁ ଏମାନେ ଆଠଗଡ଼ର ବିରୁଡା ଅଞ୍ଚଳରୁ ଯୋଉଠି ମଦ ତିଆରି ହେଉଛି ତାକୁ ଏମାନେ ଟ୍ରାନ୍ସପୋର୍ଟ କରିକିରି ବିଭିନ୍ନ ସମୟରେ ଆମର କଟକ ଜିଲ୍ଲା ଦେଇକି ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି ଏବଂ ସେମାନଙ୍କ ଯାହା ସୂଚନା ଅଛି ତାଙ୍କର ଆମର ପ୍ରାଥମିକ ତଦନ୍ତରୁ ଯାହା ଜାଣିଛୁ ସେମାନେ କହିଛନ୍ତି ଯେ ଆ ପଛରେ ଗୋଟେ ରାକେଟ ଅଛି, ଆଉ ଆମେ ମଧ୍ୟ ସେଇ ରାକେଟ ତାଙ୍କର ଯାହା ଆମେ ତଦନ୍ତରୁ ଜାଣିପାରୁଛୁ ଗୋଟେ ଯୋଉ ରାକେଟଟା ଅଛି ତାକୁ ଆମେ ସେଇ ରାକେଟଟାକୁ ବହୁତ ଶୀଘ୍ର ବି ଆମେ ତାକୁ ଧରିକିରି ଫରୱାର୍ଡ କରିବୁ। ମଦ ଯୋଉଟା ଜବତ ହେଇଛି ସେ ମଦର ଆନୁମାନିକ ମୂଲ୍ୟ ପାଖାପାଖି 2.5 ଲକ୍ଷ ଟଙ୍କା ହବ ଏବଂ ଯୋଉ ଗାଡି ଜବତ ହେଇଛି ସେ ଯୋଉ ମିଶେଇଲେ ପାଖାପାଖି 13 ଲକ୍ଷ ଟଙ୍କା ହବ।